ବୁଥ୍ ଅଭିମୁଖେ ପୋଲିଂ ପାର୍ଟିଙ୍କ ଯାତ୍ରା। ଆସନ୍ତାକାଲି ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ହେବ ମତଦାନ। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲି ମତଦାନ ନିମନ୍ତେ ପୋଲିଂ ପାର୍ଟିମାନେ ଆଜି ଦ୍ୱିତୀୟ ଦିନରେ ବୁଥ୍ ଅଭିମୁଖେ ଯାତ୍ରା କରିଛନ୍ତି। ଭୁବନେଶ୍ୱର ମଧ୍ୟରେ 200ଟି ମତଦାନ କେନ୍ଦ୍ର ଥିବାବେଳେ ଭୁବନେଶ୍ୱର ଉତ୍ତରରେ 254, ଏକାମ୍ରରେ 237ଟି ବୁଥ୍ ରହିଛି। ଭୁବନେଶ୍ୱର ମଧ୍ୟରେ 2,19,171 ଜଣ, ଭୁବନେଶ୍ୱର ଉତ୍ତରରେ 2,85,740, ଏକାମ୍ରରେ 2,69,194 ମତଦାତା ରହିଛନ୍ତି। ଭୁବନେଶ୍ୱର ମଧ୍ୟରେ ସମସ୍ତ ବୁଥ୍ ସଖୀ ବୁଥ୍ ଥିବାବେଳେ ଭୁବନେଶ୍ୱର ଉତ୍ତରରେ ଥିବା 60 ଏବଂ ଏକାମ୍ରରେ 71ଟି ମହିଳା ପରିଚାଳିତ ସଖୀ ବୁଥ୍ ରହିଛି। ଏଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ 32ଟି ଅତି ସମ୍ବେଦନଶୀଳ, 4ଟି ସମ୍ବେଦନଶୀଳ, ଭୁବନେଶ୍ୱର ଉତ୍ତରରେ 27ଟି ଅତି ସମ୍ବେଦନଶୀଳ, 4ଟି ସମ୍ବେଦନଶୀଳ ଏବଂ ଏକାମ୍ରରେ 29ଟି ଅତି ସମ୍ବେଦନଶୀଳ ଓ 3ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି। ଉକ୍ତ ବୁଥ୍ ମଧ୍ୟରେ ଭୁବନେଶ୍ୱର ମଧ୍ୟରେ 119ଟି, ଭୁବନେଶ୍ୱର ଉତ୍ତରରେ 149ଟି ଏବଂ ଏକାମ୍ରରେ 137ଟି ବୁଥ୍ରେ ୱେବ୍‌କାଷ୍ଟିଂ କରାଯିବ। ଗତକାଲିର ବଳକା ଥିବା ଜୟଦେବର 72ଟି ବୁଥ୍ ଏବଂ ଜଟଣୀର 76ଟି ବୁଥ୍ର ପୋଲିଂ ପାର୍ଟିମାନେ ସେମାନଙ୍କର ବୁଥ୍ ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତାକାଲି ସକାଳ 7 ଘଟିକାରୁ ଅପରାହ୍ନ 6 ଘଟିକା ପର୍ଯ୍ୟନ୍ତ ଜିଲ୍ଲାରେ ମତଦାନ ହେବ। ଏହାପରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଉକ୍ତ 5ଟି ବିଧାନସଭା କ୍ଷେତ୍ରରେ ଇଭିଏମ୍‌ଗୁଡ଼ିକୁ ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇ ଆସନ୍ତା 4 ତାରିଖରେ ମତଗଣନା ହେବ। ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।